ଶିଶୁ ଶ୍ରମିକରେ ଚାଲିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ପୂର୍ତ୍ତ ବିଭାଗର ରାସ୍ତା କାମ। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ପୂର୍ତ୍ତ ବିଭାଗର ମହାବୀର ରୋଡ୍ ଠାରୁ ଗଡ଼ପଳାଶୁଣୀ ରାସ୍ତା ଉନ୍ନତିକରଣ 29 କିଲୋମିଟର କାର୍ଯ୍ୟ ଏବେ ଚାଲୁ ରହିଥିବା ବେଳେ କୌଣସି ପ୍ରକାର ବିଭାଗୀୟ ଅଧିକାରୀ ଏଠାକୁ ଆସି ତଦାରଖ କରୁନଥିବା ବେଳେ ଠିକାଦାର ନିଜର ମନ ଇଚ୍ଛାରେ କାର୍ଯ୍ୟ କରିଚାଲିଛି। ଏଠାରେ ପ୍ରକୃତ ଶ୍ରମିକମାନଙ୍କୁ କାମରେ ନ ଲଗାଇ ଅଧିକ ଲାଭ ଉଦ୍ଦେଶ୍ୟରେ ଶିଶୁ ଶ୍ରମିକମାନଙ୍କୁ ଧରି କାର୍ଯ୍ୟ କରାଯାଉଛି। ଏପରିକି ମହାବୀର ରୋଡ୍ ଥାନା ଆଗରେ ଶିଶୁମାନଙ୍କୁ ଖଟାଇ କାର୍ଯ୍ୟ କରାଯାଉଛି। ଏହି ଶିଶୁ ଶ୍ରମିକମାନଙ୍କୁ କିଭଳି ଏହି କାର୍ଯ୍ୟରେ ଠିକାଦାର କ'ଣ ପାଇଁ କାର୍ଯ୍ୟ କରୁଛନ୍ତି ଏ ନେଇ ଆମ୍ବ ପ୍ରତିନିଧି ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନଥିଲା। ବିଭାଗ ଦ୍ୱାରା କରାଯାଉଥିବା ଡ୍ରେନେଜ୍ କାର୍ଯ୍ୟ ନିମ୍ନମାନର କାମ କରାଯାଉଛି। ଯେଉଁଭଳି ଭାବେ ବିନା ଲେବଲିଂରେ ଡ୍ରେନ୍ ତିଆରି କରାଯାଉଛି, କେଉଁ ପାଖେ ପାଣି ପଶିବ କେଉଁ ପାଖେ ବାହାରିବ ଜଣାପଡ଼ୁନାହିଁ ଏବଂ କଂକ୍ରିଟ୍ ଯେଉଁଭଳି ଭାବେ ହେବା କଥା ତାହା କରାଯାଉନାହିଁ। ଏପରିକି କଂକ୍ରିଟ୍ ପରେ ମଧ୍ୟ ପାଣି ଟପାଇ ଦିଆଯାଉନାହିଁ, ଫଳରେ ହାତ ମାରିଦେଲେ କଂକ୍ରିଟ୍ ତଳେ ଖସି ପଡ଼ୁଛି। ଆଉ ଯେଉଁଠି ଗ୍ରାମ ମଧ୍ୟକୁ ଭାରୀ ଯାନ ଚଳପ୍ରଚଳ କରେ ସେଠି ମୋଟା କଂକ୍ରିଟ୍ ପଡ଼ିବା କଥା, ହେଲେ ଗ୍ରାମବାସୀଙ୍କ ବହୁତ ପାଟିତୁଣ୍ଡ ପରେ ବି ଠିକାଦାର ମନ ଇଚ୍ଛା କାର୍ଯ୍ୟ କରି ଚାଲିଛି। ଏହା ଆଦିବାସୀ ଅଧିଷ୍ଠିତ ଅଞ୍ଚଳ, ଜନସାଧାରଣଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଲାବୋରେଟୋରୀ ଟେଷ୍ଟ ସହ କାର୍ଯ୍ୟ ତଦାରଖ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଜିଲ୍ଲାପାଳଙ୍କଠାରେ ଦାବି କରିଛନ୍ତି। ହିନ୍ଦୋଳରୁ ରଙ୍ଗାଧର ସାହୁଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି।